ଜାଣିଲେ ତେଣୁ ତାରଟା ଗ୍ରାହ୍ୟ ହେଲାନି କିନ୍ତୁ କାହାର ଗ୍ରାହ୍ୟ ହେଲା କେବଳର ଗ୍ରାହ୍ୟ ହେଲା ସେ କେବଳ କୌଣସି ପ୍ରକାର କିଛି ବି ସେ ତାର କହିନି କି ଭଲ ଆଣିଛି କି ମନ୍ଦ ଆଣିଛି କିଛି ନାହିଁ। ସେମାନେ ଯଦି କିଛି ବଳିଦାନ ପୂଜା ଉତ୍ସର୍ଗ କରନ୍ତି କି ପ୍ରାର୍ଥନା ଉତ୍ସର୍ଗ କରନ୍ତି କି କିଛି ବଡ଼ ଫଙ୍କସନ୍ କରିକି ଦୁଷ୍ଟମାନେ ଯଦି କିଛି କରନ୍ତି ସେଇଟା ପ୍ରଭୁ ଗ୍ରହଣ କରନ୍ତି ତାଙ୍କ ଘୃଣା ବିଷୟ। ମାତ୍ର ସରଳ ଲୋକର ପ୍ରାର୍ଥନା, ଗରିବ ଲୋକର ପ୍ରାର୍ଥନା, ସରଳ ମନର ପ୍ରାର୍ଥନା ତାହାଙ୍କର ପୁଷ୍ଟିକର ଅଟେ, ଅର୍ଥାତ୍ ସେ ତାକୁ ଗ୍ରହଣ କରନ୍ତି। ସବୁବେଳେ ମନ ଭିତରେ ଆମର ରହେ ଚିନ୍ତା ଯେ ଆମେ କେଉଁ ବାଟରେ ଚାଲୁଛୁ। ଆମେ ସମସ୍ତେ ତ ଜଗତରେ ପାପୀ, ସମସ୍ତେ ପାପ କରିଛୁ, ଦେଖିଲେ ପାପ କରୁଛୁ, ଚିନ୍ତା କଲେ ପାପ କରୁଛୁ, ମନ ଭିତରେ ରହିଲେ ପାପ କରୁଛୁ। କେଉଁ ବାଟରେ ଆମେ ଚାଲୁଛୁ? ଆସ୍ତେ ଆସ୍ତେ ଜଗତ ଭିତରେ ଯେତେ ପାପ ପ୍ରବେଶ କରିଛି ତାପରେ ପରେ ଆମେ ଦେଖୁଛୁ ପଇନା ଗଲା ପରେ ତାପରେ ଯେଉଁ ଅବ୍ରାହମଙ୍କର ମୋସାଙ୍କର ନୋହଙ୍କ ଜଳପ୍ଲାବନରେ ଅତ୍ୟଧିକ ହେଇଗଲା, ପାପ ଏତେ ପ୍ରବେଶ କଲା। ଆଉ ଏଇ ଯୁଗରେ ତ ଆହୁରି ଭୟଙ୍କର ପାପ ସବୁ ପ୍ରବେଶ କରିଛି। ତେଣୁ ଆମେ ନିଜକୁ ତ ଆମେ ନିଜେ ପାପ ଭିତରୁ ବାହାର କରିପାରୁନୁ, ଚେଷ୍ଟା କଲେ ବି ବାହାର କରିପାରୁନୁ। ସବୁବେଳେ ମନ ଭିତରେ ଆମର ରହୁଛି ଯେ ଆମେ ଭୁଲ କରୁଛୁ, ଭୁଲ ବାଟରେ ଯାଉଛୁ, ଚେଷ୍ଟା କଲେ ବି ଆମେ ନିଜେ ପାରିପାରୁନୁ। ସେ ଶକ୍ତି ଆମକୁ କିଏ ଦେବେ? ଆମକୁ ପ୍ରଭୁ ସେ ଶକ୍ତି ଦେବେ। ସେ ଶକ୍ତି ପାଇଲେ ଆମେ ଠିକ୍ ବାଟରେ ଯିବୁ, ସେ ଶକ୍ତି ନ ପାଇଲେ ଆମେ ପାରିପାରିବୁନି, କାରଣ ଆମେ ଶୟତାନର ବନ୍ଧନରୁ ବାହାରି ପାରିବୁନି। ଜଗତ ତ ଆମକୁ ମାଡ଼ି ବସିଛି, ତାର ସବୁ ଆସକ୍ତିଟା ଆମକୁ ମାଡ଼ି ବସିଛି। ତେଣୁ ଆମେ ପାପ ପଥରେ ବାରମ୍ବାର ଯାଇ ବାରମ୍ବାର ଭୁଲ କାମ କରୁଛୁ। ଗୋଟେ ସାଧୁ ଲୋକଟେ ଯାଉଥିଲେ, ସେ ସାଧୁ ଲୋକଟେ ଗୋଟେ ନଈ କୂଳେ କୂଳେ ଯାଉଥିଲେ। ନଈ କୂଳେ କୂଳେ ଯାଉ ଯାଉ ସେ ଦେଖିଲେ ଯେ ଗୋଟିଏ ବିଛାଟେ ପାଣି ଭିତରେ ପଡ଼ି ଛଟପଟ ହେଉଛି, ବହୁତ ଉଠିବାକୁ ଚେଷ୍ଟା କରୁଛି, ଉଠିପାରୁନି। ସେ ସାଧୁ ଲୋକଟି କ'ଣ କଲେ, ହାତ ବଢ଼େଇକି ସେ ବିଛାଟାକୁ ପାଣିରୁ ଏମିତି ପାକୁତିରେ ଉଠେଇ ଆଣିଲେ। ଯେମିତି ଉଠେଇ ଆଣିଛନ୍ତି ସେ ବିଛା କ'ଣ କଲା, ତାଙ୍କୁ ଜୋରରେ କାମୁଡ଼ିଦେଲା। କାମୁଡ଼ି ଦେଇକି ସେ ପୁଣି ଇଏ ପାଣିରେ ପଡ଼ିଲା। ଏ ଦେଖିଲେ ତାଙ୍କର ହାତ ଖଣ୍ଡିଆ ହେଇଯାଇଛି, ଦେଖିଲେ କିନ୍ତୁ ବିଛାଟି ପାଣି ଭିତରେ ପୁଣି ପଡ଼ିକି ଛଟପଟ ହେଉଛି। ଏମିତି ବାରମ୍ବାର 4-5 ଥର ସେ କଷ୍ଟ ପାଇଲେ ବି। ଦେଖନ୍ତୁ ଆଜି କରିଛି ବିହନ ଭଜା, ଭାଜି ଦେଇଛି ତାକୁ ଆଳୁ ଆଉ ପିଆଜ ଦେଇକି ଟିକେ ଟିକି କରୁଛି। ବିହନ ଆଳୁ ଟିକି ମାନେ ଚପ୍ ଏଇଟା କରାହେଉଛି। ଏଇଟା ଡାଲମା, ଭାତ ହେଉଛି। ଏଇଠି ହେଇଛି ଗୋଲାପ ମାଉସୀ କରିଦେଇଥିଲେ ଏଇଟା ଚଣା ମଟର ତରକାରୀ, ଛୋଲେ ଛୋଲେ, ଆଉ ଏଠି ମୁଁ ଭାତ ବାଡ଼ି ରଖିଛି ଖାଇବା ପାଇଁ। ଏତିକି ଆଜି ଆମର ଇଏ କାମ ହେଉଛି, ଚାଲିଛି ସବୁ କାମ ପ୍ରୋସେସିଂରେ ଅଛି। ଦେଖିବା କ'ଣ ହେଉଛି। ପ୍ରଭୁ ସମସ୍ତଙ୍କୁ ଆଶୀର୍ବାଦ କରନ୍ତୁ। ଆଉ ତାପରେ କ'ଣ ଆଗକୁ ହେବ, ଗିର୍ଜାପତ୍ର ଯିବାର ଅଛି। ଗିର୍ଜା ଗଲେ ମୁଁ ଦେଖେଇବି ଆପଣମାନଙ୍କୁ ଯଦି କିଛି ଭିଡ଼ିଓ କଲେ। ବାଏ। हाय हेलो नमस्कार। सदाप्रभुଙ୍କର विविध दवासेक संभावना भी नष्ट होना प्रभु समस्त भल रखिंट। आज बहुत दिन पर मु वीडियो आरंभ करुच्ची। वीडियो एमती खाली जहाँ मुझे प्रार्थना गिर्जा एवं गीत को जाए सेटार वीडियोटा आपण मान सहित शेयर करता है। आमती रेसिपी किसी तो दौनी रंधा वीडियो भी बेस किसी पकई पार नी। तो आपण मैंने देखूँ आज आम जहाँ जहाँ तो कही खाଇବା सरी पूरी करदे मौसी आ छोले तरकारी आउ ये सब खाइबारटा आलू आउ जो ये देकी माछ मंजी देकी गोटे चप हो बिहन माछर बिहन कंचा लंका पड़ी तादे पियाज रसुण टिके कटा होगी अदा ये सब पड़ी। तो ठीक है चलतु बरिशुआ पत्र गरम मसला गुंड टिके पकई पर पुणी आपण सहित कथा केते केते कथा अच्छी भी कहवाई। इलेक्शन विषय तो बहुत बहुत कथा अच्छी कारण नवीन पट्टनायक महोदय सार को जो हारीगले आमर ये ओडिशा रे सेटा तो बहुत केते झाड़ गरम हो पानी आखिरी पानी झाड़ बोई जाऊँ खाली मोर आउटा तो बहुत दुखर विषय से विषय भी आपण सहित टे कि कथा है पर कथा पाए गोटे से जो बिहन बरा कर सब खाइबार बाड़ दी लंच यहाँ आमर 12टा बाजिगला आज डेरी होगला प्रभु सब करदे खाइबा भी आ चलतु खाइला बेले देखुची आप बहुत इजी यहाँ बिहन को टे भाजे बिहन तार ये अंशटा चलती आइस अंशटा टिके सिरका पकई हलदी लुण पकई आउ सुखला लंका गुंड सॉरी गुंड
ପକେଇକି ଟିକେ ଭାଜିଦେବେ ତାପରେ ଏଇଟା ଗଲା ଟିକେ ଭାଙ୍ଗଲା ଏଇଟା ଏମିତି ସବୁ କଥା ଆଉ କ'ଣ। ଚାଲନ୍ତୁ ଆପଣମାନେ ପୁଣି ଆଜି କ'ଣ ଖାଇଛନ୍ତି ଟିକେ କମେଣ୍ଟରେ ଲେଖିଦେବେ। ଟିକେ ଆଜି ମଟନ୍ ତରକାରୀ କରିଛି, ଆଳୁ ସିଝି ମାନେ ଆଳୁ ଭାଜି ଦେଉଛି, ଟିକେ ଭଲ ଘିଅ ଦେଇକି କରିବି, ଭଲ ଲାଗେ ଟେଷ୍ଟ, ଭଲ ଘିଅରେ କରି ମଟନ୍ 1/2 କିଲୋ ଆଉ ଏତିକି ଏଇଟା କରାହେଉଛି। ଦେଖନ୍ତୁ ମୁଁ ଏଇଟା ଭାଜି ଦେଉଛି ଆଉ ମସଲା ଭାଜୁଛି, ମସଲାଟା କଷିଦେଲା ପରେ ଏଇଟା ହେବ। ତ ଚାଲନ୍ତୁ ଫିର୍ ପରେ ଆପଣମାନଙ୍କ ସହିତ କଥା ହେବି। ଏଇ ଭିଡ଼ିଓ ମୋର 2 ଦିନ ଭିଡ଼ିଓ ସବ୍ ହେଇଯାଇଛି। ଆଜି ନନ୍ଦୁ ବି ନାହିଁ, ତା ଘରକୁ ଯାଇଛି, ଗୋଲାପ ମାଉସୀ ତଳେ ଉଡ଼ଉଛନ୍ତି। ଚାଲନ୍ତୁ ଫିର୍ ପରେ କଥା ହେଉଛି। तो फ्रेंड्स ଆଉ ଖାଇବା ପାଇଁ ନେଇ ଆସିଛି। ଖାଇବାର ଆଜି ଆମର ଏଇଟା ଭାତ ମଟନ୍ ତରକାରୀ କରିଥିଲି ଆଉ କାଲିର ଥିଲା ଚପ୍, ସେତିକି ଆଜି ଖାଇବା ଦହି ଟିକେ। ତ ଚାଲନ୍ତୁ ମୁଁ ପୁଣି ଖାଇଦିଏ, ତାପରେ ଆପଣମାନଙ୍କ ସହିତ କଥା ହେବି। ବାଇବଲ ପଢ଼ି ପ୍ରାର୍ଥନା କରିସାରିଛି। ଆଗାମୀରେ ଜଲ୍ଦି ସବୁ କାମ ସରେଇ ଶୋଇକି ଟିକେ ଉଠିକି ଗିର୍ଜା ଯିବାର ଅଛି। ଗିର୍ଜା ଯିବି, ଗିର୍ଜାରେ ଯଦି କିଛି ଭିଡ଼ିଓ କଲି ଆପଣମାନଙ୍କ ସହିତ ସେୟାର। ବାଏ। এই অংশ মধ্যে আমরা দেখিବାକୁ পাରୁଛୁ ଯଦି ଏକ ପଦ ଆମେ ପାଠ କରୁ ଈଶ୍ୱରଙ୍କ ବାକ୍ୟ ପ୍ରକାଶ କରେ, ଈଶ୍ୱରଙ୍କ ସେବାରେ ରହୁଥିବା କିଛି ବ୍ୟକ୍ତି ମେଳ ବାନ୍ଧୁଛନ୍ତି ସେମାନଙ୍କର ମହତ୍ ଆକାଂକ୍ଷାକୁ ପୂରଣ କରିବା ପାଇଁ। ଯଦି 7 ଏବଂ 8 ପଦ ଆମେ ପାଠ କରୁ ସେହି ଅଂଶରେ ସେ ପ୍ରକାଶ କରୁଛନ୍ତି ତୁମମାନଙ୍କୁ ଯେଉଁ ସେବାର ଦାୟିତ୍ୱ ପରମେଶ୍ୱର ଦେଇଛନ୍ତି ତାହା କି ତୁମେ ସାଧାରଣ ନଗଣ୍ୟ ମନେ କରି ଜାତକତ୍ୱର ଅନ୍ୱେଷଣ କରୁଛ, ଜାତକତ୍ୱକୁ ତୁମେ ଚାହୁଁଛ ଏବଂ ବିଦ୍ରୋହ ଭାବରେ ଅଛ। ଏହି ବ୍ୟକ୍ତିମାନଙ୍କ ବିଷୟରେ ତାଙ୍କେ ପ୍ରକାଶ କରେ, ଅର୍ଥାତ୍ ଯେଉଁ ବ୍ୟକ୍ତିମାନଙ୍କ ଜୀବନରେ ନିଜର ମହତ୍ ଆକାଂକ୍ଷାକୁ ସଫଳ କରିବା ପାଇଁ ମନରେ ବିଦ୍ରୋହର ସ୍ୱରକୁ ଉତ୍ତୋଳନ କରନ୍ତି, ସେହି ବ୍ୟକ୍ତିମାନଙ୍କୁ ପରମେଶ୍ୱର ପ୍ରକାଶ କରନ୍ତି ଦୁଷ୍ଟ ଲୋକ। ଜଳବାୟୁ ସୁସ୍ପଷ୍ଟ ଭାବରେ ପ୍ରକାଶ କରେ। तो फ्रेंड्स देखंतु मो पुआ आज परटा तो कर देइथिले माउसी, मो पुआ भी आनिक देला मते खाया को टिके माउस तरकारी चा खाउछु मो पुआ कोची खाए मो झील कौची पुआ किसी बड़ कम करनी जे खाइबा को आनिक दवा भोबा फ्रेंड्स आउ आज सब काम दाम सब सर दे आसिले गीत माने जलखिया तो खाई सारी सुजी उपमा करूँ आ भात पोटल आलू तरकारी आउ कौन होता आज होम पोटल आलू तरकारी माछ भाजी से आउ कि करनी से नहीं आसी खियापिया करूँ गोटे गीतटे मोर लिखी गीतटे तार गीतर पद हूँ ए आखि जहाँ देखे तुम्भ दृष्टि रे सबू मो पाई भल न थाए ए कान जहाँ शुणे तुम्भ दृष्टि रे ताहा सबू मो पाई भल न थाए। बढ़िया कंपोजिशन आ बढ़िया लिरिक्स आईटा को अल्फा म्यूजिक बोली अच्छा माने जने अल्फा म्यूजिक रो जने प्रोड्यूसर अल्फा म्यूजिक रु एटा आसी माने एटा अपलोड करथिले से माने पोस्ट करथिले तो आर लिंक भी मध्ये आपन को मु भाबुची डिस्क्रिप्शन बॉक्स रे दे देबी। आ बहुत बढ़िया गीतटी जदि पारे मु जानिनी केमती सेटा डिस्क्रिप्शन बॉक्स को आनिबे
ଆଉ ସେଟା କପି ପେଷ୍ଟ ହେଇକି ବୋଧେ ହେଉଥିବ ଆଜ୍ଞା ମୁଁ ଦେଖେ ଯଦି ଦେଇପାରିଲି ତ ଭଲ କଥା କିନ୍ତୁ ଯାଇକି ଆପଣମାନେ ଆଲଫା ମ୍ୟୁଜିକ୍ ମାରିଦେବେ ୟୁଟ୍ୟୁବରେ ଆଉ ଶୁଣିବେ ବହୁତ ବଢ଼ିଆ ଗୀତଟା ହେଇଛି ଆଉ ତାର ସିଙ୍ଗର ହେଉଛନ୍ତି ମାଧବ ଓଡ଼ିଆର ପ୍ଲେବ୍ୟାକ୍ ସିଙ୍ଗର ଓଲିଉଡ଼ର ପ୍ଲେବ୍ୟାକ୍ ସିଙ୍ଗର ଯିଏ ଆଉ ତାକୁ ସ୍ୱର ସଂଯୋଜନା କିଏ କରିଛନ୍ତି ମୁଁ ଏତେ ମନେ ପଡ଼ୁନି ଆଉ ମୋ ଭାଇ ସୁବୁନ ମାମୁଙ୍କର ପୁଅ ସୌମ୍ୟରଞ୍ଜନ ସାହୁ ସୁବୁନ ତା ନା ସୁବୁନ କହିଲେ ସମସ୍ତେ ଜାଣନ୍ତି ସିଏ ମ୍ୟୁଜିକ୍ ପ୍ରୋଗ୍ରାମିଂ ଆରେଞ୍ଜମେଣ୍ଟ କରିଛି ଏମିତି ଆଉ ମୋ ଭାଇ ଲିଙ୍କୁ ସପନଜିତ ରାଉତ ତାର ବି ମଧ୍ୟ ଅଛି ଚ୍ୟାନେଲ୍ ପ୍ରଶଂସା ମ୍ୟୁଜିକ୍ ସିଏ ବଢ଼ିଆ ଏଡ଼ିଟିଂ କରିଛି ଆଉ ତରେ ଆପଣମାନେ ଯାଇ ଶୁଣନ୍ତୁ ଆଉ ଆପଣମାନଙ୍କୁ ଏତେ ଫିଲ୍ ଲାଗିବ ସେ ଗୀତଟି କମ୍ପୋଜିସନ୍ ବହୁତ ବଢ଼ିଆ ଲିରିକ୍ସ ବହୁତ ବଢ଼ିଆ ଆପଣମାନେ ଫିଲ୍ରେ ଶୁଣିବେ ତାର ଏକ୍ସପ୍ରେସନ୍ ଆଉ ପୁରା ଗୋଟେ ଗୋଟେ ପୁରା ମାନେ ବଢ଼ିଆ ୱାର୍ଡ଼ିଂ ଗୁଡ଼ା ଅଛି କ୍ଲିଅର୍ ଆଉ ବହୁତ ବଢ଼ିଆ ଲାଗେ ଶୁଣିବା ପାଇଁ ଆପଣମାନେ ଦେଖନ୍ତୁ ତେବେ ରଖୁଛି ମୁଁ ଭିଡ଼ିଓଟା ସରେଇ ନଥିଲି ଆଜି ସକାଳେ ଭିଡ଼ିଓ ସରାଉଛି ଅବି ରଖୁଛି ବାଏ ବାଏ ଗଡ୍ ବ୍ଲେସ୍ ୟୁ ଅଲ୍ ସବୁ କାମ ସରିଯାଇଛି ପୁଣି ଆପଣମାନଙ୍କ ସହିତ ନୂଆ ଭିଡ଼ିଓ ନେଇକି ଆସିବୁ ଆପଣମାନେ ଯେଉଁମାନେ ମୋର ଚ୍ୟାନେଲରେ ଥିବେ ଦୟାକରି ସବସ୍କ୍ରାଇବ୍ କରିଦେବେ କମେଣ୍ଟ କରିବେ ବାଏ ବାଏ ଟେକ୍ କେୟାର